ଗୋଟେ ନୂଆ ଝାମ୍ପିଟା ଧରିକି ଆଇଲ ନା କଣ? ହଁ ବା ଏଇଟା କିଣି ଧରିକି ବଜାରରେ ବିକା ହଉଥିଲା ଏଇଟା ଧରିକି ପଳେଇ ଆଇଲି କିଣିକି ଆଉ। କେତେ ଟଙ୍କା ନେଲା? ଏଇଟା ନେଲା 170 ଟଙ୍କା ବା। ଏଇଟା 170 ଟଙ୍କା ଦେଇକି ଝାମ୍ପିଟା ଆଣିଲ, କାହିଁ ଛତାଟା ଆଣିଲନି ହେରି? ଛତାଟା ଦେଖେ ଛତାଟା କେତେଟା ଛତା ଭାଙ୍ଗିଲାଣି ମିନିମମ୍ 4-5ଟା ଛତା ଭାଙ୍ଗିଲାଣି। ଭାଗୁ କଥା କୁହ। ଶୁଣ, ସେ ଝାମ୍ପିଟା ମୁଣ୍ଡେଇଲେ ହଁ ଖାଲି ମୁଣ୍ଡ ଟିକେ ରହିବ, ଦେହ ସାରା ସବୁଆଡେ ଓଦା ହବ ନା ନାଇଁ? ଓଦା ହଉ ଆଉ ଛତାଟା ହେଲେ ସବୁଆଡେ ନା ରହିଥାନ୍ତା, ଓଦା ହେଇଥାନ୍ତା କୁଆଡେ। ଦିଅ ଶୁଣ ଏଇଟାକୁ ମୁଣ୍ଡରେ ମୁଣ୍ଡି ଦେଲେ ବୁଝିଲା ନା, ଏଠି ଆଉ କୁଆଡେ ହଲିଆର ନାହିଁ। ଏଇଠି ଗୋଟେ ବାନ୍ଧି ଦେଲେ ସେ ଯେତେ ପବନ ହଉଛି ଯେତେ ଯାହା ହଉଛି ରହିଲା। ଆଉ ତ ଛତାଟା ତ ଧରିଥିବୁ ଟିକେ କୁଆଡେ ପବନ ପଳେଇଲା ବଡ ପିସା ଭାଙ୍ଗିଗଲା। ଗାଈ ଚରିବାକୁ ଝାମ୍ପି, ଆଉ ଆଜିକାଲି ଲୋକ ଯୋଉ ଛତା ନେଇକି ଆଉଛନ୍ତି ଆଉ ସେଟାକ କାମ କି? ନୂଆ ଝାମ୍ପିଟାକୁ କାହିଁକି ସିଲେଇ କରୁଛ ଆଉଥରେ? ଏଟାକୁ ଏଇଟା ଦେଖେ ସିଏ ସେମିତି ଖାଲି ଟିକେ ଟିକେ ଗଠି ପକେଇକି ଛାଡ଼ି ଦେଇଛି। ଏଇଟା ଆମେ ନିଜେ ଟିକେ ଯଦି ଭଲରେ ନ ବାନ୍ଧିବା ତାହେଲେ ପୁଣି ଇଏ ବି ଯିବ ହରି 170 ଡାଲ। ଆଉ ବାନ୍ଧିଦେଲି ଟାଇଟ୍ କରିକି ଇଏ କୁଆଡେ ଯିବ? ହଁ ତାପରେ ଗୋଟେ ଗାଈ ଧର କୁଆଡେ ପଶିଗଲା କାହା ଫସଲ ପଶିଗଲା, ଛତାଟାକୁ ବନ୍ଦ କରୁଥିବ ଧାଉଁଥିବ ଗାଈ ପାଖକୁ ହେଲା। ଆଉ ଏଇଟାକୁ ଆଉ ଛତା ଖୋଲିକି ଆଉ ଧାଇଁ ହବନି। ଏଇଟାକୁ ମୁଣ୍ଡରେ ରହିଲା ଗିଦି ଗିଦି ଧାଇଁଲା। କେତେ ବୁଦ୍ଧି ତମର ଆଉ। ମଲା ବୁଦ୍ଧି ମୋର କଣ।